ଏ ଆଜି ପିଠାର ଗୋଟେ ଚଟପଟା ଆଇଟମ ବନେଇଲୁ। ହଉ ଏଇ ଗୋଟେ କଥା, ପିଲାମାନଙ୍କ ସ୍କୁଲ ଟିଫିନ ହେଉ ବା ଇଭିନିଂ ସ୍ନାକ୍ସ ହେଉ, ଏଇଥିରୁ ଗୋଟେ ପ୍ଲେଟ ହେଇଗଲେ ଆଉ କିଛି ଦରକାର ପଡିବନି। ଏଇ ପିଠାକୁ ଥରେ ଖାଇଲେ ଛୋଟ ପିଲା ହୁଅନ୍ତୁ କି ବଡ ପିଲା ହୁଅନ୍ତୁ ସମସ୍ତଙ୍କ ଡିମାଣ୍ଡ ରହିବ ଆଉ ଥରେ ଖାଇବା। ଚଟପଟା ମସଲା ଗଇଁଠା ବନେଇବା ପାଇଁ ଗୋଟେ କପ୍ ଅରୁଆ ଚାଉଳକୁ 3 ରୁ 4 ଘଣ୍ଟା ପାଣିରେ ବତୁରେଇ ସେଥିରେ ଚିକଣ ଫାଇନ ପେଷ୍ଟ କରିଦେବା। ଜନ୍ତୁଣୀ ପାଇଁ କଡାଇରେ ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ଚାଉଳ ବଟାକୁ ଦେଇ ଜନ୍ତୁଣୀଟି ପ୍ରସ୍ତୁତି କରିବା। ଜନ୍ତୁଣୀରୁ ଛୋଟ ଛୋଟ ଗୁଳା କରି ଗଇଁଠା ଗୁଡିକୁ ଗଢି 5 ମିନିଟ ସିଝିବା ପାଇଁ ଛାଡ଼ିଦେବା। ସେଥିରେ ଛୁଙ୍କ ପାଇଁ କଡାଇରେ ଦେବା 2 ଚାମଚ ତେଲ, 1 ଚାମଚ ସୋରିଷ, ଭୃସୁଙ୍ଗା ପତ୍ର, ଛୋଟ ଛୋଟ କଟା ହୋଇଥିବା ଅଦା ରସୁଣ, କଟା ପିଆଜ, ଛୋଟ ଛୋଟ କଟା ହୋଇଥିବା କଞ୍ଚା ଲଙ୍କା କୁ 1 ମିନିଟ ପାଇଁ ମିଡିୟମ ଫ୍ଲେମରେ ଭାଜି ନେଇ ଗଇଁଠା ଗୁଡିକୁ ତା ମଧ୍ୟରେ ଦେଇଦେବା। ଚଟପଟା ସ୍ୱାଦ ଆଣିବା ପାଇଁ ସେଥିରେ ଦେବା ମ୍ୟାଗି ମସଲା 1 ଚାମଚ, ଚିଲି ସସ୍ 1 ଚାମଚ, ଟମାଟୋ ସସ୍ 2 ଚାମଚ। ଏବେ ସବୁକୁ ଭଲ ଭାବରେ ମିଶାଇ ଦେବା। ଏବେ ପ୍ରସ୍ତୁତ ଆମର ଚଟପଟା ଗଇଁଠା ପିଠା। ଆଉ ହଁ, ଯୋଉମାନେ ପିଠା ନ ଖାଆନ୍ତି ନା, ସେଇମାନେ ଏଇ ପିଠାକୁ ମାଗି ମାଗି ଖାଇବେ।